ନାଇଁ ଜୟ ଜଗନ୍ନାଥ ଆପଣ ଯେମିତି ଆମର ପ୍ରାତଃ କାଳରୁ ଆମର ସେନାପଟା ଲାଗି ବର୍ତ୍ତମାନ ଯୋଉ ଚାଲିଥିଲା ସେଟା ସମ୍ପନ୍ନ ହେଇଛି। ବର୍ତ୍ତମାନ ଆମର ନର୍ମାଲ ନୀତି ବର୍ତ୍ତମାନ ଚାଲିଛି, ତ ଆମେ ଡେଫିନେଟଲି ଅନ୍ ଟ୍ରାକ୍ ଅଛି। ଆମେ ଆଶା କରିବା କି ଆମର ନିର୍ଦ୍ଧାରିତ ନୀତି ନିର୍ଘଣ୍ଟରେ ଥିବା ସମୟ ଅନୁସାରେ ଆମର ପହଣ୍ଡି ବିଜେ ଆରମ୍ଭ ହବ ଏବଂ ରଥକୁ ଦିଅଁ ରଥାରୂଢ ହେବେ ଏବଂ ଆମର ଆଗାମୀ କାର୍ଯ୍ୟ କୁ ଆମେ ଆଗେଇ ନେବା। ଆପଣ ଦେଖୁଥିବେ ବଡ ବଡ ଦଣ୍ଡ ଆମର କେବଳ ଝୋଟି କଳାରେ ନୁହଁ, ଭକ୍ତଙ୍କର ସମାଗମ ଏବଂ ଉଲ୍ଲାସରେ ସଜିକି ଅଛି। ତ ଆମେ ଆଶା କରିବା କି ଯୋଉ ସମସ୍ତେ ଏଇ ଦିନ ପାଇଁ ପ୍ରଚେଷ୍ଟା କରୁଥିଲେ, ଆଶା କରିବା ଶୃଙ୍ଖଳିତ ଭାବରେ ଆଜି ସବୁ ଜିନିଷ ସମସ୍ତଙ୍କର ସହଭାଗିତାରେ ହେବେ। କାହିଁକିନା ଶୁଣନ୍ତୁ, ଆମର ଯୋଉ ପହଣ୍ଡି ଅଛି ମୁଁ ତାପରେ ବିସ୍ତୃତ ଭାବରେ ବିଗତ ଦିନରୁ ବି କହିଛି, ଆମର ତାର ଶୃଙ୍ଖଳା ପାଇଁ ବିସ୍ତୃତ ଭାବରେ ଆଲୋଚନା 2 ଦିନ ତଳେ ବି ହେଇଥିଲା। ସମସ୍ତ ଯେ ମୁଖ୍ୟ ସେବା ସମ୍ପୃକ୍ତ ନିଯୋଗ ମାନେ ପହଣ୍ଡିରେ ଅଛନ୍ତି, ତାଙ୍କର ପ୍ରେସିଡେଣ୍ଟ ଏବଂ ସେକ୍ରେଟାରୀ ନିଜେ ଉପସ୍ଥିତ ରହିକି ଶୃଙ୍ଖଳାକୁ କାୟମ କରିବେ ଏବଂ ଆପସୀ ବୁଝାମଣା ଏବଂ ସମନ୍ୱୟ କେମିତି ରହିବ କରିବେ ଏବଂ ଡେଫିନେଟଲି ଦଇତାପତିଙ୍କର ଏବଂ ବାଡ଼ମାନଙ୍କର ମୁଖ୍ୟ ଭୂମିକା ରହିଛି ଶ୍ରୀଅଙ୍ଗର ସୁରକ୍ଷାରେ ଏବଂ ତ ତାଙ୍କର ପରାମର୍ଶରେ ଏସବୁ କାର୍ଯ୍ୟକ୍ରମଟି ମୁଁ ଯେମିତି କହିଲି ଯାହା ନୀତି ନିର୍ଘଣ୍ଟ ଥିଲା ତା ଅନୁସାରେ ସଠିକ ସମୟରେ ବର୍ତ୍ତମାନ ବି ଚାଲିଛି ଏବଂ ଆମେ ପ୍ରଭୁଙ୍କ ଆଶୀର୍ବାଦରେ କାମନା କରିବା କି ଠିକ ସମୟରେ ଆମର ପହଣ୍ଡି ବିଜୟ ମଧ୍ୟ ପ୍ରାରମ୍ଭ। ଡ୍ରୋନ୍ ମୁଁ ଯେମିତି ବାର କହିଲି କି ଆମର ଆଣ୍ଟି ଡ୍ରୋନ୍ ସିଷ୍ଟମ ମଧ୍ୟ ଲାଗିଛି। ଯୋଉ ଡ୍ରୋନ୍ ଗୁଡିକ ଅଫିସିଆଲି ପରମିଶନ ପାଇଛନ୍ତି ସେମାନେ ହ୍ୱାଇଟ ଲିଷ୍ଟିଂ ହଉଛନ୍ତି ଏବଂ ତାକୁ ଟ୍ରାକ୍ କରାଯାଉଛି। କାଲି ମୋର ଦେନ୍ 6 ଡ୍ରୋନ୍ସ ଆମେ କାଲି ଡ୍ରୋନ୍ସ କୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ପକେଇଛି। ତ ଆମେ ଅନୁରୋଧ କରିବୁ ଆପଣ ମାଧ୍ୟମରେ कि किए भी एटी ड्रोन उड़ेबेनि, कारण एटा तांकर लास्ट से ड्रोन रो लास्ट यूसेज होइजिवो एवं जो माने भी बाकी जो माने यूज करते तांको अवेयर कराइछि श्रीमंदिर रो कोन नियम कानून अछि एवं ड्रोन से कोठे उड़े